ଆହୁରି ଖସିପାରେ ସୁନା ଦର। ଏବେ ଆକାଶ ଛୁଆଁ ଥିବା ସୁନା ଦର ଆଗକୁ ବହୁ ମାତ୍ରାରେ ହ୍ରାସ ହୋଇପାରେ। 10 ଗ୍ରାମକୁ 56,000 ଟଙ୍କା ତଳକୁ ଖସିପାରେ ବୋଲି ଆକଳନ କରାଯାଉଛି। ଆମେରିକାର ଏକ ସଂସ୍ଥା ମର୍ଣ୍ଣିଂ ଷ୍ଟାର ଆନାଲିଷ୍ଟ ଏଭଳି ଏକ ଆକଳନ କରିଛି। ଆଗାମୀ କିଛି ବର୍ଷ ମଧ୍ୟରେ ସୁନା ମୂଲ୍ୟ ପ୍ରାୟ 38% ଖସି 10 ଗ୍ରାମକୁ 55,000 ଟଙ୍କା ପାଖାପାଖି ରହିପାରେ। ଆଗାମୀ ଦିନରେ ସୁନାର ଯୋଗାଣ ବୃଦ୍ଧି, ଚାହିଦା ହ୍ରାସ, ମାର୍କେଟ ସ୍ୟାଚୁରେସନ୍ ଆଦି କାରଣରୁ ସୁନା ଦର ଖସିପାରେ ବୋଲି କହିଛି ମର୍ଣ୍ଣିଂ ଷ୍ଟାର। ସୂଚନା ଅନୁସାରେ ଗତ କିଛି ମାସ ହେଲା ଉପରମୁହାଁ ହୋଇ ଚାଲିଛି ସୁନା ଦର। ମାସକ ଭିତରେ ଭୁବନେଶ୍ୱରରେ ସୁନା ଦର ପ୍ରାୟ 6,000 ଟଙ୍କା ବୃଦ୍ଧି ହୋଇ ନିକଟରେ 93,000 ଟଙ୍କା ପାଖାପାଖି ପହଞ୍ଚିଥିଲା। କିନ୍ତୁ ଗତ 2 ଦିନ ମଧ୍ୟରେ 24 କ୍ୟାରେଟ୍ ସୁନା ଦର 2,720 ଟଙ୍କା ହ୍ରାସ ପାଇ 90,660 ଟଙ୍କାକୁ ଖସି ଆସିଛି। ଗତକାଲି ଭୁବନେଶ୍ୱରରେ 10 ଗ୍ରାମର 24 କ୍ୟାରେଟ୍ ସୁନା ଦର 91,640 ରହିଥିଲା। ଆଜି ଭୁବନେଶ୍ୱରରେ 10 ଗ୍ରାମ 24 କ୍ୟାରେଟ୍ ସୁନା ଦର 980 ଟଙ୍କା ହ୍ରାସ ପାଇବା ସହିତ 90,660 ଟଙ୍କା ରହିଛି। ସେହିପରି 22 କ୍ୟାରେଟ୍ ସୁନାର ମୂଲ୍ୟ ଆଜି 10 ଗ୍ରାମ ପିଛା 900 ଟଙ୍କା ହ୍ରାସ ଘଟି 83,100 ଟଙ୍କା ରହିଛି। 22 କ୍ୟାରେଟ୍ ସୁନାର ମୂଲ୍ୟ 1 ଗ୍ରାମ ପିଛା 8,310 ଟଙ୍କା ହୋଇଥିବା ବେଳେ 8 ଗ୍ରାମ ପିଛା 66,480 ଟଙ୍କା ରହିଛି। 24 କ୍ୟାରେଟ୍ ସୁନାର ମୂଲ୍ୟ 1 ଗ୍ରାମ ପିଛା 9,066 ଟଙ୍କା ହୋଇଥିବା ବେଳେ 8 ଗ୍ରାମ ପିଛା 72,528 ଟଙ୍କା ରହିଛି। କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। 22 କ୍ୟାରେଟ୍ ସୁନାର ମୂଲ୍ୟ ଆଜି 10 ଗ୍ରାମ ପିଛା 83,100 ଟଙ୍କା ରହିଛି। 22 କ୍ୟାରେଟ୍ ସୁନାର ମୂଲ୍ୟ 1 ଗ୍ରାମ ପିଛା 8,310 ଟଙ୍କା ହୋଇଥିବା ବେଳେ 8 ଗ୍ରାମ ପିଛା 66,480 ଟଙ୍କା ରହିଛି। ଏହାଛଡ଼ା ରୂପା ଦରରେ ସାମାନ୍ୟ ହ୍ରାସ ପାଇଛି। ଶୁଦ୍ଧ ରୂପା 1 ଗ୍ରାମ ପିଛା 103 ଟଙ୍କା ରହିଥିବା ବେଳେ 8 ଗ୍ରାମ ପିଛା 824 ଟଙ୍କା, 100 ଗ୍ରାମ ପିଛା 10,300 ଓ 1 କେଜି ପିଛା 1,03,000 ଟଙ୍କା ରହିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଟୁଡେ।